ଆଜି ମୁଁ ଆପଣମାନଙ୍କୁ ଫକୀରମୋହନ ସେନାପତିଙ୍କର ରେବତୀ ଗଳ୍ପର ଜେଜେମାର ଅଭିନୟ କରିକି ଦେଖାଇବି। ଲୋ ରେବ କୁଆଡ଼େ ଗଲୁ କିଲୋ? କୋଉ ଗାତ ଭିତରେ ପଶିଛୁ ଯେ? ମୋ ଡାକ ଟିକେ ଶୁଣୁନୁ। କେତେ ଥର କହିଲି, ଛୁଅ ପିଲାଟା, ପାଠ ସାଠ ପଢି କଣ କରିବୁ? ଦି ପାଇଟି କାମ ଶିଖି, ଘର କରଣ ଶିଖି, ହେଲେ ସେ ମୋ କଥାକୁ କାନରେ ଦେଲାନି। ସେ ମାଷ୍ଟର କଥାରେ ପଡି ପାଠ ପଢିଲୁ। ଶେଷରେ କଣ ହେଲା? ବାପାକୁ ଖାଇଲୁ, ମାକୁ ଖାଇଲୁ। ତତେ ଯିଏ 2 ଅକ୍ଷର ପାଠ ପଢିବାକୁ ଆସୁଥିଲା, ସେ ମାଷ୍ଟରକୁ ଖାଇଲୁ। ଆଉ କଣ ବାକି ରହିଲା ଯେ ଖାଇବାକୁ? ଶେଷରେ ମତେ ଖାଇବୁ। ଆଉ କଣ? ଆଲୋ କୁଆଡେ ଗଲୁ କିଲୋ? ମୁଁ ଏତେ ଡାକୁଛି, ମୋ ଡାକ ଟିକେ ଶୁଣୁନୁ। ଲୋ ରେବ, ଲୋ ମିଆ, ଲୋ ଜୁଲି, କୋଉଠି ମରିଗଲୁ ନା କଣ? କୁଆଡେ ଗଲା? ମୁଁ ଟିକେ ଯାଇ ଦେଖେ। ତୁ ଏଇଠି ଶୋଇଛୁ? ମୁଁ ଏତେ ଆଡେ ଖୋଜୁଛି, ଏଇଠି କାଠଟା ଭଳିଆ ପଡିଛୁ। ନା ନା ରେ ରେବ ନା, ତୁ ମତେ ଛାଡି କୁଆଡେ ବି ଯାଇପାରିବୁନୁ। ତୋ ବାପା ମା ମତେ ଛାଡି ଚାଲିଗଲେ, ଶେଷରେ ତୁ ବି ମତେ ଛାଡି ଚାଲିଗଲୁ। ମୁଁ ଗାଳି କରୁଛି ବୋଲି ତୁ ଅଭିମାନ କରୁଛୁ ନା? ଆଜିଠୁ ମୁଁ ତତେ କେବେ ବି ଗାଳି କରିବିନି। ତୁ ଯେତେ ପାଠ ପଢିବୁ, ମୁଁ ତତେ ସେତେ ପାଠ ପଢେଇବି। ହେଲେ ମତେ ଛାଡି କୁଆଡେ ଯାଆନା ଲୋ ରେବ। ଏ ବୁଢୀଟା ଥାଉ ଥାଉ ତୁ କେମିତି ମତେ ଛାଡି ଚାଲିଗଲୁ ରେ ରେବ। ହେ ଭଗବାନ, ମୋ ପୁଅକୁ ତ ନେଲା, ମୋ ବୋହୂକୁ ତ ନେଲା, ଶେଷରେ ମୋ ସାରା ଥିବା ନାତୁଣୀ କମି ନେଲା। ମତେ ବି ନେଇଯାଅ। ମୁଁ ଏ ବୟସରେ ବଞ୍ଚିକି ଆଉ କଣ କରିବି? ମତେ ନେଇଯାଅ ପ୍ରଭୁ, ମତେ ନେଇଯାଅ। ଦେଖିଲେ ତ, ଏହି କୁସଂସ୍କାର ଓ ଅନ୍ଧବିଶ୍ୱାସ ପାଇଁ ଗୋଟେ ପରିବାର କେମିତି ଛାରଖାର ହେଇଗଲା। ତେଣୁ ମୁଁ ଆଜି ଏହି ସମାଜକୁ ଅନୁରୋଧ କରୁଛି ଯେ ଏହି କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂରେଇ ଦେଇ ନିଜ ଝିଅମାନଙ୍କୁ ପାଠ ପଢାନ୍ତୁ ଓ ଆଗକୁ ବଢାନ୍ତୁ। ଧନ୍ୟବାଦ।